ପିଲେ ଆଉ ଏକ ପ୍ରଶ୍ନ ପ୍ରଶ୍ନ ଏମିତି ଅଛି ଏ ଓ ବି ପାଖରେ ମୋଟ 1210 ଟଙ୍କା ଥିଲା। ଯଦି ଏ ଟଙ୍କାର 4/15 ଗୁଣ ଆଉ ବି ଟଙ୍କାର 2/5 ଗୁଣ ସହ ସମାନ ହୁଏ ତେବେ ବି ପାଖରେ କେତେ ଟଙ୍କା ଅଛି? ପ୍ରଶ୍ନ ବୁଝି ହେଲା? କଣ ସେ କହିଲା? ଦିଟା ପିଲା ଅଛନ୍ତି, କିଏ କିଏ? ଏ ଏବଂ ବି। ସେ କହିଲା ଏମାନଙ୍କର ମୋଟ ଟଙ୍କା କେତେ ଅଛି? 1210। ମାନେ ଏ ର ଟଙ୍କା ଯୁକ୍ତ ବି ର ଟଙ୍କା କେତେ ଟଙ୍କା ହେଲା? 1210। ଆଉ କଣ କହିଲା? ଏ ଟଙ୍କାର କେତେ ଗୁଣ? 4/15 ଗୁଣ। ମାନେ ଏ ର 4/15 ଗୁଣ ଯାହା ବି ର 2/5 ଗୁଣ ସେଇଆ। ତେବେ ବି ପାଖରେ କେତେ ଟଙ୍କା ଅଛି? ବୁଝିହେଲା? ତ ଏ ଟଙ୍କାର 4/15 ଗୁଣ ଯାହା ବି ଟଙ୍କାର 2/5 ଗୁଣ ସେଇଆ। ତେବେ ବି ରେ କେତେ ଟଙ୍କା? ପ୍ରଶ୍ନ ଏ ଅଛି। ବୁଝିହେଲା? ଚାରିଟା ଅପସନ ପିଲେ ଅଛି। ଏ ରେ 560, ବି ରେ 480, ସି ରେ 484 ଏବଂ ଡି ରେ 460। ତାହେଲେ କୋଉ ଅପସନ ଠିକ ହବ? ସି। ହଉ ଦେଖ ପିଲା ଆନ୍ସର କରିବା। ଦତ୍ତ ଅଛି ଯେ ସେମାନଙ୍କର ମୋଟ ଟଙ୍କା କେତେ ଅଛି? 1210। ପୁଣି ସେ କହିଲା ଏ ଟଙ୍କାରେ କେତେ ଗୁଣ? 4/15 ଗୁଣ। ସେ ଲେଖିଲା ଏଇଠି ଏ ର 4/15 ଗୁଣ ଯାହା ବି ର 2/5 ଗୁଣ ସେ ଏତ କଥା ଏହା ଦେଇଛି। ଇମ୍ପ୍ଲାଇ ଦେ ପିଲେ ଗୋଟେ କାମ କର, ଏଠି ଆମେ କଣ କରିବା ନା ଏ ଟଙ୍କା ଆଉ ବି ଟଙ୍କାର ଅନୁପାତ ବାହାର କରିଦବା। କଣ ବାହାର କରିଦବା? ମାନେ ଏ ବାଇ ବି କେତେ ବାହାର କରିଦବା? ଏ ଅନୁପାତ ବି କେତେ ବାହାର କରିଦବା। ଠିକ କର। ତ ଏଠି ଗୁଣିତ ପିଲେ ଏଟା 4a ବାଇ କେତେ ହେଲା? 15 ଇଜ ଇକ୍ୱାଲ ଟୁ ଏଟା ହେଲା ଆମର 2b ବାଇ କେତେ? 5। ଏଠି ଆମେ କଣ କରିବା ନା ଏ ଅନୁପାତ ବି ବାହାର କରିବା। ସେୟା କର, ଇମ୍ପ୍ଲାଇ ଦେ ଏଠି ଏ ରହିଲା ଏ ବିଟା ତଳ ନେଇ ଆସ ଏ ବାଇ ବି ରହିଲା କେତେ? 2/5 ଏଇ ଯୋଉ ଅଛି ଏଟା ଏପଟେ ନେଇ ଆସ, ଡାଉନ ପଟେ ନେଇ ଆସ, ଉଲ୍ଟା ଗୁଣା ହବ ପିଲେ 15 ବାଇ କେତେ ହେଲା? 4। ବୁଝିହେଲା କିଛି? କଟାକଟି କର 2 ଦୁଣେ 4 5 3। ଏବେ ଦେଖ ଏ ବାଇ ବି କେତେ ହେଲା ପିଲେ? ତାହେଲେ ଏ ଅନୁପାତ ବି କେତେ ହେଲା? ମାନେ ଏ ଅନୁପାତ ବି ଯାହା 3:2 ସେଇଆ। ତ ଏଇଟା ଆମେ ଏକ୍ସ ନେଇ କରିବା। ମନେ କର ଏ ର ଟଙ୍କା ଇଜ ଇକ୍ୱାଲ ଟୁ 3 ଗୁଣ ଏକ୍ସ ନେଇ ପାର ତମେ 3 ଗୁଣ ଆଉ ବି ର ଟଙ୍କା କେତେ ଗୁଣ? 2 ଗୁଣ। ଆଚ୍ଛା ଦତ୍ତ ଅଛି ଯେ ସେମାନଙ୍କର ମୋଟ ପଇସା କେତେ? ଦତ୍ତ ଅଛି ଯେ ଏ ର ଟଙ୍କା ଯୁକ୍ତ ବି ର ଟଙ୍କା କେତେ ଟଙ୍କା? 1210 ଟଙ୍କା। ଇମ୍ପ୍ଲାଇ ଦେଇଠି ଏ ଟଙ୍କା କେତେ ଅଛି? 3 ଗୁଣ। ତାହେଲେ 3 ଗୁଣ ଯୁକ୍ତ ବି ରେ କେତେ ଅଛି? 2 ଗୁଣ ସମାନ କେତେ ହେଲା? 1210 ଟଙ୍କା। ମୋଟ କେତେ ଗୁଣ ହେଲା ପିଲେ? 5 ଗୁଣ। ତାହେଲେ 5 ଗୁଣ କେତେ ହେଲା? 1210। ତାହେଲେ 1 ଗୁଣ କେତେ ହବ? ତାହେଲେ ହରା ହବ ପିଲେ 1210 ବାଇ କେତେ? ହରି ପକାଅ 5 ଦୁଣେ 10 21 5 20 10 5 ଦୁଣେ 10। ତାହେଲେ 1 ଗୁଣ କେତେ ଟଙ୍କା ହେଲା? 242 ଟଙ୍କା। ବଟ ସେ ମାଗିଛି ବି ପାଖରେ କେତେ ଟଙ୍କା ଅଛି? ତାହେଲେ ଦେଖିଲେ ପିଲେ ବି ରେ କେତେ ଗୁଣ ଅଛି? 2 ଗୁଣ। ଅତএବ ଲେଖ ଏଠି ବି ର ଟଙ୍କା କେତେ? ଲେଖି 2 ଗୁଣ। ତାହେଲେ 2 ଗୁଣ 1 ଗୁଣ 1 ଗୁଣ କେତେ ଅଛି? 242। ପୁଣି ପକାଅ କେତେ ହେଲା? 422। ଏଇଟା ଆମର ଆନ୍ସର। ତାହେଲେ ଆମର କୋଉ ଅପସନ ଠିକ ହେଲା? ଅପସନ ସି 484। ହଉ ଠିକ ଅଛି। ଇଏ ହେଲା ଗୋଟେ ପ୍ରୋସେସ। ଆଉ ଗୋଟେ ପ୍ରୋସେସ ବି ହେଇପାରିବ। ଆଉ ଗୋଟେ ଧର କରିବା। ଆଉ ଗୋଟେ ଗୋଟେ ମେଥଡ ଦେଖ।
एटा हम करिबा दशम धारा रे पिले जो हमर अछि प्रतिकल्पन प्रणाली सी प्रोसेस रे करिबा मेथड ऑफ सब्स्टिट्यूशन देला देखो से या कहला जे ए आउ बी पाखरे मोट केते टंका अछि 1210 टंका अछि पुणी कहला ए टंका रे केते गुण 4/15 गुण जहा बी टंका रे केते गुण 2/5 गुण से त माने 4a/15 जहा 2b/5 से आसे ना नहीं ए रो केते गुण 4/15 जहा बी रो केते गुण 2/5 से ठीक अछि तो काम करो आमे इठी कोन करबा ए रो मूल्य बाहर कर दबा ए रो मूल्य बाहर कर दे ए केते इम्प्लाइज ए ला कर दे इम्प्लाइज ए ला कर ए समान तले जो एटा जो 4/15 डाउन जिबारी केते लागो 2b/ केतेला 5 into उल्टी ला 15 केते ला 4 बुझे लागिछि कटाकटी करो 2 दुणे 4 5 3 15 केते ला पिले को 3b/2 नहीं इम्प्लाइज ए केते ला 3b/2 बुझेला बड़ दत्त अछि जे समानकर बोटा केते 1210 प्रश्न अनुसार देछि उभयंकर टंका मिसी 1210 माने ए टंका युक्त बी टंका केतेला 1210 मूल्य पका ए मूल्य पका केते ए मूल्य केते अछि 3/2b एका कथा प्लस केते बी उत्तर हला 1210 एटा भग्न संख्या बेसी परियो ना नै प्लस अन्य पिले केते हला 2 के 2 3 2 केते हला 5 5/2b केते हला 1210 बीटा वाला कर देबे इम्प्लाइज बी केन भारियो ना 1210 into 2/5 एटा 5/2 डाण गलारी हला 2/5 कोटा कर 5 काट 5 दुणे 10 21 5 20 10 5 दुणे 10 केते पिले को b इक्वल टू 200 बेले दिन के 484 एटा हमरला को प्रणाली प्रतिकल्पन प्रणाली बा मेथड ऑफ सब्स्टिट्यूशन हला दशम धारा रे हम करले ठीक अछि प्रथम तला हमर छोट पिला धारा अरिथमेटिक एटा आउ हमर अलजेब्रिक हला बुझला तला हमर क्वेश्चन ठीक है ऑप्शन नंबर सी ठीक है ओके।